ସବୁ ଝିଅ ସ୍ୱାବଲମ୍ବୀ ହେବା ଉଚିତ। ଶାଶୁ ଘର ଲୋକ ଘରୁ କାଢ଼ିଦେଲେ ବୋହୂକୁ। ବୋହୂ ବନିଗଲା କଲେକ୍ଟର। ଆସନ୍ତୁ ଶୁଣିବା ଏହି ଅତ୍ୟନ୍ତ ହୃଦୟସ୍ପର୍ଶୀ କାହାଣୀଟି। ମିନୁ ଦେଖିବାକୁ ଖୁବ୍ ସୁନ୍ଦର ଥିଲା। ଗୋଟିଏ ଚାଉଳରେ ଗଢ଼ା। କୌଣସି ଗଳ୍ପବର୍ଣ୍ଣିତ ଅପସରୀଠାରୁ କମ୍ ନଥିଲା ତା'ର ସୁନ୍ଦରତା। ଭଗାରୀ ହେଲେ ବି ଘଡ଼ିଏ ଚାହିଁ ରହିବ, ଏତେ ସୁନ୍ଦର ଥିଲା ଯେ ସେଇ କାରଣରୁ ଖୁବ୍ କମ୍ ବୟସରୁ ତା ପାଇଁ ପ୍ରସ୍ତାବ ଆସିବା ଆରମ୍ଭ ହୋଇଯାଇଥିଲା। ବିଏସ୍ସି ଶେଷ ବର୍ଷରେ ପଢ଼ୁଥିବା ବେଳେ ମିନୁ ପାଇଁ ଆସିଲା ଗୋଟେ ଭଲ ପ୍ରସ୍ତାବ। ଖଣ୍ଡକ ଯାକରେ ଖାନଦାନୀ ବୋଲି ନାଁ ଥିବା ଲୋକ। ଧନ ସମ୍ପତ୍ତିର ଅଭାବ ନାହିଁ। ପୁଅଟି ଗୋଟେ ବଡ଼ ବିଜନେସମ୍ୟାନ୍। ଦେଖିବାକୁ ଗୋରା ତକ୍ ତକ୍ ବଳିଷ୍ଠ ଚେହେରା। ଶାନ୍ତ ସରଳ ପିଲା ଥିଲା ଦିନେଶ। ସେମାନେ ମିନୁକୁ ଦେଖୁ ଦେଖୁ ପସନ୍ଦ କରିନେଲେ। ମିନୁ କିନ୍ତୁ ବିବାହ ପାଇଁ ଜମା ରାଜି ନଥିଲା। ବାପାଙ୍କ ପାଖରେ କେତେ କାକୁତି ମିନତି ହେଲା। ବାପା, ମୋର ବୟସ ଏବେ ବହୁତ କମ୍। ମୁଁ ବାହା ହେବାକୁ ଚାହୁଁନି। ମୁଁ ପାଠ ପଢ଼ିକି ପ୍ରଥମେ ନିଜ ଗୋଡ଼ରେ ଠିଆ ହେବି, ତାପରେ ତମେ ଯୋଉଠି କହିବ ସେଠି ମ୍ୟାରେଜ୍ କରିବି। ବାପା କିନ୍ତୁ ଓଲଟା ବୁଝେଇଲେ। ଏତେ ଭଲ ପ୍ରସ୍ତାବ ବାରମ୍ବାର ଆସେନି। ସେଥିପାଇଁ ଏଇ ପ୍ରସ୍ତାବକୁ ହାତଛଡ଼ା କରିହେବନି। ଆଉ ଯଦି ତୋ ଭାଗ୍ୟରେ ଥିବ, ତେବେ ଶାଶୁଘରେ ତତେ ଆଗକୁ ପଢ଼େଇବେ। ବାପାଙ୍କ ଜିଦ୍ ଆଗରେ ମିନୁକୁ ମୁଣ୍ଡ ନୁଆଇବାକୁ ପଡ଼ିଲା। ବାହାଘର ଦିନ ଗାଁ ସାରା ଲୋକ ବରକୁ ଦେଖିକି ପ୍ରଶଂସା କରୁଥିଲେ। ସତରେ ମିନୁ ବହୁତ ଭାଗ୍ୟବାନ। କେତେ ବଡ଼ ଘରର ବୋହୂ ହେଇଛି। ନହେଲେ ସମସ୍ତଙ୍କ ଭାଗ୍ୟରେ କୋଉ ଏତେ ଟାଣ ହେଇଥାଏ ଯେ ବର ଆଉ ଘର ଦୁଇଟା ଯାକ ଭଲ ମିଳିଯିବ। ହେଲେ ମିନୁର ମନ କଥା ବା ବୁଝିବ କିଏ? କଥାରେ ଅଛି, ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି, ହେଲେ ମନ ପୋଡ଼ିଗଲେ ଜାଣୁଛି କିଏ? ସୁସଜ୍ଜିତ ମର୍ସଡିଜ୍ କାରରେ ବସିକି ମିନୁ ପହଞ୍ଚିଲା ଶାଶୁ ଘରେ। ଦିନେଶ ମଝିରେ ମଝିରେ ମିନୁର ଭଲମନ୍ଦ ପଚାରିକି ତାକୁ ଟିକେ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଥିଲେ। କାନରେ ଧୀରେ ଧୀରେ କହିଲେ, ହେ ସୁନ୍ଦରୀ ମିନୁ, କ'ଣ ଭାବୁଛ ତମେ? ଏତେ ମନ ଦୁଃଖ କଲେ ମୋତେ ଭଲ ଲାଗୁନି। ଲାଗୁଛି ଯେମିତି ମୁଁ ଅପରାଧୀଟିଏ, ତମକୁ ତମର ନିଜ ଲୋକମାନଙ୍କଠୁ ଦୂରେଇ ଦେଇଛି। ମିନୁ ହସି ଦେଇକି କହିଲା, ନା ସେମିତି କିଛି ନାହିଁ। ଧନ୍ୟବାଦ, କିଛି ତ ତମ ମୁହଁରୁ ଶୁଣିବାକୁ ମିଳିଲା। ଶାଶୁ ଘରେ ପହଞ୍ଚିକି ମିନୁ ଦେଖିଲା ସୁସଜ୍ଜିତ ବଙ୍ଗଳା ସାଙ୍ଗକୁ ଲନ୍। ଖୁବ୍ ସୁନ୍ଦର ଘର। ଆଖି ଖୁସି ହେଇଗଲା ତା'ର। ସମସ୍ତେ ଅତି ଆଦରରେ ସ୍ୱାଗତ କରିଲେ ତାକୁ। ଚତୁର୍ଥୀ ରାତିରେ ନଣନ୍ଦମାନଙ୍କ ଥଟ୍ଟା ମଜା ତାକୁ ଟିକେ ଅଜବ ଲାଗୁଥିଲା। ତାପରେ ଦିନେଶକୁ ତାଙ୍କ ସମ୍ପର୍କୀୟ ଭାଉଜ ଜଣେ ରୁମ୍ ଭିତରକୁ ଠେଲି ଦେଇ କହିଲେ, ଯାଅ ତମ ଧର୍ମପତ୍ନୀ ପାଖକୁ। ସୁନ୍ଦରୀ ସ୍ତ୍ରୀର ଭଲ ପାଇବାରେ ଆଉ ଆମମାନଙ୍କୁ ଭୁଲିଯିବନି। ମିନୁ ଲାଜ ଆଉ ଭୟରେ ଗୋଟାପଣେ ଥରୁଥିଲା। ଦିନେଶ ଥିଲେ କିନ୍ତୁ ବହୁତ ଭଲ। ସେ ବୁଝି ପାରୁଥିଲେ ମିନୁର ମନର ଅବସ୍ଥାକୁ। ଶରୀରଠୁ ମନର ମିଳନକୁ ଅଧିକ ଗୁରୁତ୍ୱ ଦେଉଥିଲେ ଦିନେଶ। ତାଙ୍କର ଏଇ ଚିନ୍ତାଧାରା ମିନୁ ମନରେ ଦିନେଶ ପାଇଁ ପ୍ରେମର ବୀଜଟେ ଅଙ୍କୁରିତ କରିସାରିଥିଲା। ସମୟକ୍ରମେ ଦିନେଶଙ୍କ ପ୍ରେମ ସ୍ପର୍ଶରେ ମିନୁ ନିଜର କୁମାରୀତ୍ୱକୁ ସମର୍ପଣ କରି ସାଜିଲା ଗୋଟେ ସମ୍ପୂର୍ଣ୍ଣ ସ୍ତ୍ରୀ। ମିନୁର ଶାଶୁଘର ବହୁତ ଅଲଗା ଥିଲା। କିଏ କାହା କଥାରେ ହସ୍ତକ୍ଷେପ କରୁନଥିଲେ। ଦିନେ ମିନୁର ଉଠିବାରେ ଲେଟ୍ ହେଇଗଲା। ସେ ଡରି ଯାଇଥିଲା ଶାଶୁ ନିଶ୍ଚୟ ରାଗିବେ। କିନ୍ତୁ ସେମିତି କିଛି ହେଲାନି। କିଏ କିଛି କହିଲେନି। ନ କହିବାର କାରଣ ମଧ୍ୟ ଥିଲା। ଘରେ
ସକାଳଠୁ ନେଇ ରାତି ପର୍ଯ୍ୟନ୍ତ କାମ କରିବା ପାଇଁ ଚାକର ନିଯୁକ୍ତ ଥିଲେ। ପ୍ରଥମେ ପ୍ରଥମେ ମିନୁକୁ ତ ସବୁ ଭଲ ଲାଗୁଥିଲା, କିନ୍ତୁ ପରେ ମିନୁ ଘରେ ବସି ବିରକ୍ତ ଅନୁଭବ କଲା। କାରଣ ଶାଶୁଘର ଲୋକ ତାକୁ ବେଶୀ ଗୁରୁତ୍ୱ ଦେଉନଥିଲେ। ନଣନ୍ଦ 2 ଜଣ ବିବାହିତ, କିନ୍ତୁ ପ୍ରାୟ ସମୟ ବାପଘରେ କାଟନ୍ତି। ସବୁବେଳେ ସପିଂ ବୁଲାବୁଲିରେ ସେମାନଙ୍କ ସମୟ କଟେ। ସାନ ନଣନ୍ଦଟି ତ ଭାଉଜକୁ ଭଲ ପାଏ, କିନ୍ତୁ ବଡ଼ ଭଉଣୀ ତାକୁ ପାଖରେ ବସେଇ ଦିଏନି। ଥଟ୍ଟା ତମାସା କରି କହେ, ମିନୁ ଗାଁରୁ ଆସିଛି, ତାକୁ ଆମ ଘରେ ଥିବା ଅଧେ ଜିନିଷ ବିଷୟରେ ଜଣା ନଥିବ। ତାଠୁ ଅଧିକ ଆମ ଘରର ଚାକରମାନେ ଜାଣିଛନ୍ତି। ମିନୁକୁ ଏକଥା ବହୁତ ବାଧେ। ଗାଁରୁ ଆସିଛି ବୋଲି କ'ଣ ତାର ସ୍ୱାଭିମାନ ନାହିଁ? ନିଜେ ତ ଗାଁରୁ ପସନ୍ଦ କରିକି ବୋହୂ ଆଣିଛ, ପୁଣି ଏମିତି ଅପମାନ ଦେବାର ମାନେ କ'ଣ? ଦିନେଶ ତ ଦିନସାରା କାମରେ ବ୍ୟସ୍ତ, ପୁଣି ଘରକୁ ଆସିଲେ ପରିବାର ବିଷୟରେ ଅଭିଯୋଗ କରି ତାଙ୍କ ମନରେ ଦୁଃଖ ଦେବାକୁ ଚାହେଁନି ମିନୁ। ସେଥିପାଇଁ କିଛି କହେନି। ଦିନେ ମିନୁ କହିଲା, ଦିନେଶ, ଘରେ ବସି ବସି ମୁଁ ବିରକ୍ତ ହେଉଛି। ତମର ଯଦି କିଛି ଆପତ୍ତି ନଥାଏ, ତାହେଲେ ମୁଁ ପଢ଼ିକି ସ୍ୱାବଲମ୍ବୀ ହେବାକୁ ଚାହୁଁଛି। ଦିନେଶ କହିଲେ, ଠିକ୍ ଅଛି, ମୁଁ ମା ସହିତ ଏ ବିଷୟରେ କଥା ହେବି। ତମେ ନିଶ୍ଚୟ ପଢ଼ିବ। ଏକଥା ଶୁଣି ମିନୁ ମନେ ମନେ ବହୁତ ଖୁସି ହେଇଗଲା। କିନ୍ତୁ ଶାଶୁ ଦିନେଶଙ୍କ ଉପରେ ଚିଡ଼ିଲେ। ତାଙ୍କ ବଡ଼ ଭଉଣୀ କହିଲେ, ତାର ଘରେ କୋଉ ଜିନିଷରେ ଅଭାବ ଅଛି ଯେ ପୁଣି ପଢ଼ିକି ଚାକିରି କରିବ? ଶାଶୁ କହିଲେ, ଏତେ ଯଦି ବିରକ୍ତ ହେଉଛି, ତାହେଲେ ତୁ ଗୋଟେ କାମ କର, କିଛି ଦିନ ପାଇଁ ତାକୁ ନେଇ ତାଙ୍କ ଘରେ ଛାଡ଼ି ଦେଇ ଆସେ। ଏକଥା ଶୁଣିକି ମିନୁର ମନ କୋହରେ ଭରିଗଲା। ତଥାପି ଗାଁକୁ ଗଲେ ମନ ଟିକେ ହାଲକା ହେବ ଭାବି ସେ ଗାଁକୁ ଯିବାକୁ ରାଜି ହେଇଗଲା। ଦିନେଶ ମଧ୍ୟ ନେଇ ତାକୁ କିଛି ଦିନ ପାଇଁ ଗାଁରେ ଛାଡ଼ି ଦେଇ ଆସିଲେ। ଘରେ ମିନୁକୁ ଦେଖି ସମସ୍ତେ ଖୁସି ହେଲେ। ସାଙ୍ଗସାଥୀ, ଗାଁ ଲୋକ ସମସ୍ତେ ରୁଣ୍ଡ ହୋଇଗଲେ ମିନୁକୁ ଦେଖିବା ପାଇଁ। ମିନୁ ସବୁକିଛି ଦେଖି ଭାବୁଥିଲା, ସତରେ ଗାଁର ଏଇ ନିରୀହ ଲୋକମାନଙ୍କ ମନରେ କେତେ ସ୍ନେହ ଭରି ରହିଛି। ସହରୀ ବିଶାଳକାୟ କୋଠାରେ ଥିବା ପାଷାଣ ହୃଦୟରେ କୋଉଠୁ ମିଳିବ ଏଇ ସ୍ନେହ ଆଉ ଶ୍ରଦ୍ଧା? 4ଟା ବେଳେ ମିନୁ ଆଉ ତା ବଉଳ ଯାଇ ବସିଲେ ନଈ ପଠାର ଆମ୍ବଗଛ ମୂଳରେ। ଆରମ୍ଭ ହେଇଗଲା ସେମାନଙ୍କର ଗପର ପସରା। ସତ କହୁଛି ବଉଳ, ପ୍ରକୃତି କୋଳର ଶୀତଳ ସ୍ପର୍ଶରେ ଯେଉଁ ଆତ୍ମୀୟତା ଅଛି, ତାହା ବିଶାଳକାୟ ପ୍ରାସାଦରେ କେବେ ମିଳେନି। ମିନୁ ପଚାରିଲା, ଆଉ ବଉଳ, ତମ ଖବର କ'ଣ? ତମେ ବ୍ୟାଙ୍କରେ ଚାକିରି ପାଇଛ ଶୁଣିକି ମୁଁ ବହୁତ ଖୁସି। ହଁ ବଉଳ, ଘରର ଅବସ୍ଥା ତମକୁ ତ ଅଛପା ନାହିଁ। ବାପାଙ୍କର ଯେଉଁ ଅବସ୍ଥା, ବୋଉକୁ ପ୍ରତ୍ୟେକ ମୁହୂର୍ତ୍ତରେ ଜଳି ଜଳି ବଞ୍ଚିବା ଦେଖିଛି। ଘରର ଗରିବ ଦେଖିଛି। ମୋତେ ବି ସମାଜରେ ବହୁତ ଟାହିଟାପରାର ଶିକାର ହେବାକୁ ପଡ଼ିଛି। ବୋଉ ଏକା ଜିଦ୍ ଧରି ବସିଥିଲା ମୋର ବାହାଘର କରିଦେବାକୁ। ହେଲେ ବଉଳ, ମୁଁ କିନ୍ତୁ ରାଜି ହେଲିନି। ଓଏସ୍ ପରୀକ୍ଷା ଦେଇଥିଲି, ସେଥିରେ କୃତକାର୍ଯ୍ୟ ହେଲିନି। ବ୍ୟାଙ୍କିଂରେ ସିଲେକ୍ଟ ହେଇକି ଜଏନ୍ କଲି। ତମେ ଠିକ୍ ନିଷ୍ପତ୍ତି ନେଇଛ ବଉଳ, ନେହା କହିଲା। କିନ୍ତୁ ବଉଳ, ତମେ ତ ଭଲ ପଢ଼, ଚାହିଁଲେ ସିଭିଲ୍ ସର୍ଭିସ୍ କ୍ଲିୟର କରିପାରିବ। ଥରେ ଚେଷ୍ଟା କରୁନ? ମିନୁ କହିଲା, ହଁ ବଉଳ, ପଢ଼ିବାକୁ ମୋର ତ ଇଚ୍ଛା ଅଛି, କିନ୍ତୁ ଦିନେଶଙ୍କ ଘର ଲୋକ ରାଜି ନାହାନ୍ତି। ଛାଡ଼ ନା ବଉଳ ମୋ କଥା, ତମ ପାଇଁ କିନ୍ତୁ ମୁଁ ବହୁତ ଖୁସି। ସେଦିନ ଗପସପରେ ଦିନଟା ଭଲରେ କଟିଗଲା। ଏମିତି 5 ଦିନ ରହିବା ପରେ
ମିନୁ ଶାଶୁ ଘରକୁ ଫେରିଗଲା। ସମୟର ସ୍ରୋତରେ ମଣିଷ ଜୀବନ କେବେ କେଉଁ ମୋଡ଼ ନିଏ କହିବା ଅସମ୍ଭବ। ଜୀବନ ତ ପରିବର୍ତ୍ତନଶୀଳ। ସେମିତି ଗୋଟେ ଝଡ଼ ଆସିଲା ମିନୁ ଜୀବନରେ। କରୋନାର ମାଡ଼। ଦିନେଶ ହେଲେ କରୋନାର ଶିକାର। କେହି ତାଙ୍କ ପାଖ ମାଡ଼ିଲେନି। କରୋନା ଡରରେ ନିଜ ଘର ଲୋକ ତାଙ୍କଠୁ ଦୂରେଇ ଦୂରେଇ ରହିଲେ। ମିନୁ କେବଳ ଦିନେଶଙ୍କ ପାଖରେ ରହିଲା। ହେଲେ ଦିନେଶଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିଲାନି। ଦିନକୁ ଦିନ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ରଖାଗଲା। ଚିକିତ୍ସା ଚାଲିଲା, କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଲାନି। ଦିନେ ଦିନେଶ ଶେଷ ନିଶ୍ୱାସ ତ୍ୟାଗ କଲେ। ମିନୁ ଆଖିରୁ କାନ୍ଦି କାନ୍ଦି ଲୁହ ଶୁଖି ଯାଇଥିଲା। କେତେ ନିର୍ଦ୍ଦୟ ଏ ଭଗବାନ! ସତରେ ଭଗବାନ ଏତେ ନିର୍ଦ୍ଦୟ କେମିତି ହେଇପାରନ୍ତି? ବାହାଘରର ମାତ୍ର 2 ବର୍ଷ ହୋଇଥିଲା, ଆଉ ଭଗବାନ ତା ହାତରୁ ଶଙ୍ଖା, ମଥାରୁ ସିନ୍ଦୁର ଛଡ଼େଇ ନେଲେ। ଦିନେଶର ସଂସ୍କାର କାମରେ ମଧ୍ୟ କରୋନାକୁ ଡରିକି ଘର ଲୋକ କେହି ସାହାଯ୍ୟ କଲେନି। ମିନୁ ତା ବାପା ମା ମିଶିକି ନେଇଗଲେ ପୁରୀ। ତାପରେ ବାପା ମାଙ୍କ ସାଙ୍ଗରେ ଆସିକି ମିନୁ ତାଙ୍କ ଘରେ କିଛି ଦିନ ରହିବା ପରେ ଯେତେବେଳେ ଶାଶୁଘରକୁ ଫେରିଲା, ଶାଶୁଘର ଲୋକ ତାକୁ ଘରେ ପୁରେଇବାକୁ ମନା କଲେ। ସେମାନେ କହିଲେ, ପୁଅ ତ ଆମର ଗଲା, ଆଉ ଇଏ ଏଠି ରହିକି କ'ଣ କରିବ? ମିନୁ ବହୁତ କାକୁତି ମିନତି ହେଲା। ତା ବାପା ମା ଅନୁରୋଧ କଲେ ମିନୁକୁ ଗ୍ରହଣ କରିବା ପାଇଁ। ସେ ବିଚାରୀଟା ଯିବ କୁଆଡ଼େ? କେମିତି ସେ ବଞ୍ଚିବ ତା ଜୀବନ? ତାକୁ ତମେମାନେ ସାହସ ଦିଅ, ସାହାରା ଦିଅ। କିନ୍ତୁ ଶାଶୁ ଘର ଲୋକ ଗେଟ୍ ଖୋଲିଲେନି। ଗେଟ୍ରେ ତାଲା ପକେଇଦେଲେ। ବାଧ୍ୟ ହେଇକି ବାପା ମା ତାକୁ ନେଇକି ଘରକୁ ଫେରିଲେ। କିନ୍ତୁ ସାଇ ପଡ଼ିଶାଙ୍କ କଥା ମିନୁକୁ ବହୁତ କଷ୍ଟ ଦେଉଥିଲା। କେହି ତାକୁ ସାହସ ଦେଉନଥିଲେ। ବରଂ ବିଚାରି କହିକି ତାର ବଞ୍ଚିବା ଦୁର୍ବିସହ କରିଦେଇଥିଲେ। ଦିନେ ରାତିରେ ଉଠିକି ବାଥରୁମ୍ ଗଲାବେଳେ ଭାଇ ଭାଉଜଙ୍କ କଥା ତା କାନରେ ପଡ଼ିଲା। ଭାଉଜ କହୁଥିଲେ, ମିନୁ କଥା କ'ଣ? ସେ କ'ଣ ଜୀବନସାରା ଆମ ବେକରେ ବନ୍ଧା ହେଇକି ରହିବ? ଏଠି ରହିଲେ ପୁଣି ସମ୍ପତ୍ତିରେ ଭାଗ ବସେଇବ। ତା ବ୍ୟବସ୍ଥା କିଛି କର। ଭାଇ କହିଲା, କ'ଣ କରାଯିବ? ତା ଶାଶୁଘର ବଡ଼ ଲୋକ, ତାଙ୍କ ହାତ ସବୁଠି ଅଛି। ଆମେ ଚାହିଁଲେ ବି ସେମାନଙ୍କର କିଛି କରିପାରିବାନି। ଆଉ ବିଚାରୀଟା ଏମିତି ଅବସ୍ଥାରେ କୁଆଡ଼େ ଯିବ? ଆମ ଛଡ଼ା ତାର ବା ସାହାରା ଆଉ କିଏ ଅଛି? ମୁଁ କିଛି ଜାଣିନି। ଯାହା ହେଲେ ଗୋଟେ ବ୍ୟବସ୍ଥା କର, ନହେଲେ ମୁଁ ଏଠି ରହିପାରିବିନି। ଏ କଥା ଶୁଣିକି ମିନୁର ମୁଣ୍ଡଟା ହଠାତ୍ ବୁଲେଇ ଦେଲା। ଲଥ୍ କରିକି ବସି ପଡ଼ିଲା ସେ ସେହି ଠିଆ ହେଇଥିବା ଜାଗାରେ। ଆଖିର ଲୁହ ତାର ଆଜି ବୋଲ ମାନୁନଥିଲା, ବହି ଚାଲିଥିଲା ଅବିରତ। ସତରେ ଲୋକ ମିଛ କହୁନାହାନ୍ତି। କେଡ଼େ ହୀନ କପାଳିଟା ସେ। ଯୋଉ ଘରେ ଦୀର୍ଘ 20 ବର୍ଷ କଟେଇଲା, ଆଜି ସେଇ ଘରେ ତାର କୌଣସି ଅଧିକାର ନାହିଁ। ଛି, ଝିଅ ଜୀବନ ସତରେ କେଡ଼େ ହୀନିମାନ। ମିନୁ ବୁଝି ସାରିଥିଲା ଯେ ଏଠି ରହିଲେ ଘରେ ଅଶାନ୍ତି ବଢ଼ିବ। କିନ୍ତୁ କାହିଁକି କେଜାଣି ସେ ମନ ଭିତରେ ଆଜି ବହୁତ ଶକ୍ତ ହେଇଯାଇଥିଲା। ମନକୁ ଦୃଢ଼ କଲା, ନା, ମୁଁ ବଞ୍ଚିବି, ଆଉ କିଛି କରିକି ଏ ସମାଜକୁ ଦେଖେଇବି। ଏ ସମାଜକୁ ଦେଖେଇଦେବି ଗୋଟେ ଝିଅ କାହାର ଦୟାର ପାତ୍ର ନୁହେଁ। ସେ ସବଳା, ଶକ୍ତି ସ୍ୱରୂପିଣୀ। ଆଲମାରି ଖୋଲିକି ଦେଖିଲା ତାର ସାର୍ଟିଫିକେଟ୍ ଗୁଡ଼ାକୁ। ଛାତିରେ ଲଗେଇକି କହିଲା, ତୁ ହିଁ ଏବେ ମୋର ସାଥୀ। ବଉଳ ସେତେବେଳେ ସାହାଯ୍ୟର ହାତ ବଢ଼େଇଲେ। ହେଲେ ମିନୁ ସାହାଯ୍ୟ ନେବାକୁ ମନା କଲା। ଫର୍ମ ପକେଇଲା। ଦୂରରେ ଗୋଟେ ଗାଁରେ ତାର ସ୍କୁଲରେ ଚାକିରି ହେଇଗଲା। ବାପା ମାଙ୍କ ଆଶୀର୍ବାଦ ନେଇ ସେଠି ତାର ନୂଆ ଜୀବନ
ଆରମ୍ଭ କଲା। ସିଭିଲ୍ ସର୍ଭିସ୍ ଆଇଏଏସ୍ ପାଇଁ ପ୍ରସ୍ତୁତି ଜାରି ରଖିଲା। କଠିନ ପରିଶ୍ରମ ଆଉ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ବିନା କୋଚିଂରେ ପ୍ରଥମ ଚେଷ୍ଟାରେ ମିନୁ କ୍ଲିୟର କଲା ସିଭିଲ୍ ସର୍ଭିସ୍ ଆଉ ବନିଗଲା ନିଜ ଜିଲ୍ଲାର କଲେକ୍ଟର। ଯେଉଁଦିନ ମିନୁକୁ ସମ୍ମାନିତ କରାଗଲା, ମିନୁ ପ୍ରସ୍ତାବ ରଖିଲା ଯେ ତା ବାପାଙ୍କ ହାତରୁ ସେ ଉପହାର ଆଉ ମେଡାଲ ନେବ। ଲୋତକ ଭରା ଆଖିରେ ବାପା ଷ୍ଟେଜ ଉପରକୁ ଉଠିଲେ। ସେଠି ମିନୁ ବିଷୟରେ କିଛି କହିବାକୁ ତାଙ୍କୁ ଅନୁରୋଧ କରାଗଲା। ମାଇକ୍ ଧରିଲା ବେଳେ ବାପାଙ୍କ ହାତ ଥରୁଥିଲା। ମିନୁ ବାପାଙ୍କୁ ସମ୍ଭାଳି ନେଲା। ବାପା କହିଲେ, ଆଜି ମୋ ଝିଅ ଯେଉଁ ଜାଗାରେ ପହଞ୍ଚିଛି ସେଥିରେ ମୋର କୌଣସି ଅବଦାନ ନାହିଁ। ଆଜି ସିଏ ଯାହା ବନିଛି କେବଳ ତା ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ। ମୁଁ ତ ମୋ ଝିଅର ଅପରାଧୀ। ତା ଆଗକୁ ବଢ଼ିବାର ଇଚ୍ଛାକୁ ମୁଁ ସମ୍ମାନ ଦେଲିନି, ଯେଉଁଥିପାଇଁ ମୋ ଝିଅକୁ ବହୁତ କଷ୍ଟ ସହିବାକୁ ପଡ଼ିଲା। ମୋର ଏଠି ଉପସ୍ଥିତ ସବୁ ବାପା ମାଆମାନଙ୍କୁ ଅନୁରୋଧ, ନିଜ ଝିଅମାନଙ୍କୁ ଆଗକୁ ବଢ଼ିବାକୁ ଦିଅନ୍ତୁ। ଆଜିର ଦୁନିଆରେ ଝିଅମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ସେମାନଙ୍କୁ ସ୍ୱାବଲମ୍ବୀ ହେବାକୁ ଦିଅ। ତାକୁ କାହାର ଦୟାର ପାତ୍ରୀ ହେବାକୁ ଦିଅନି। ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦିଅ। ସେ ଅନ୍ୟର ସାହାରା ହେବାର ସକ୍ଷମତା ରଖେ। ମିନୁ ବାପାଙ୍କୁ କୋଳେଇ ନେଇ କହିଲା, ବାପା, ମୁଁ ବହୁତ ଭାଗ୍ୟବାନ ଯେ ତମେ ମୋର ବାପା। ମିନୁର ବାପା କହିଲେ, ଆରେ ମା, ମୁଁ ଆଜି ଗର୍ବିତ ଯେ ତୁ ମୋର ଝିଅ। ଭଗବାନ କରନ୍ତୁ ସବୁ ବାପାମାନଙ୍କୁ ତୋ ଭଳି ଝିଅ ମିଳୁ। ଏହି କାହାଣୀରୁ ମିଳିଥିବା ଶିକ୍ଷା, ଝିଅର ବାହାଘର ପାଇଁ ଟଙ୍କା ସଞ୍ଚୟ ନ କରି ତାର ପାଠପଢ଼ାରେ ଖର୍ଚ୍ଚ କରନ୍ତୁ। କାହାଣୀଟି କେମିତି ଲାଗିଲା ନିଶ୍ଚୟ ଜଣେଇବେ। ଧନ୍ୟବାଦ।